ହ୍ୟାଲୋ ମୁଇଁ ତମର ସମ୍ବଲପୁରିଆ ଦାଦା ସମ୍ବଲପୁରିଆ କ୍ରିକେଟ୍ ଚ୍ୟାନେଲ୍ରେ ତମକୁ ଆଜି ସ୍ୱାଗତ କରୁଛେଁ। ଆଜି ଆମେ କଥା ହେମା ପରଦିନେ ଯେନ୍ ଚାଲୁ ହେଇଥିଲା କ୍ରିକେଟ୍ ବକ୍ସିଂ ଡେ ଟେଷ୍ଟରେ। ବହୁତ ଲୋକ ଭାବୁଛନ୍ ବକ୍ସିଂ ଡେ ଟେଷ୍ଟ ମାନେ କାଣା ବକ୍ସିଂ ଗ୍ଲୋଭ୍ସ ପିନ୍ଧିକରି ଖେଳିବେ କେଁ, ହେନ୍ତା କିଛି ନାଇଁ। ସେ ବକ୍ସିଂ ଡେ ଟେଷ୍ଟ ମାନେ ବକ୍ସିଂ ଡେ ଟେଷ୍ଟ ଇଟା କି କିଛି ଦିନ ପୂର୍ବରୁ ବହୁତ ଦିନ ତଳେ ମାନେ ଆମର ଯେ ଅଷ୍ଟ୍ରେଲିଆ ଇଂଲଣ୍ଡରେ ଯେନ୍ କ୍ରିସମାସ୍ ମନାସନ୍, କ୍ରିସମାସ୍ର ତାର୍ ଆର ଦିନ ଯେନ୍ ଘରେ ଯେନ୍ କାମ କରୁଥିବା ଲୋକମାନେ ଅଛନ୍, ଯେନ୍ ସର୍ଭେଣ୍ଟ ଅଛନ୍, ସେମାନକେ ବକ୍ସ ଗୋଟେ ଗିଫ୍ଟ ବକ୍ସ ଦିଆଯାଇସି। ସେଟା 26 ତାରିଖ ଦିନ ଓପନ୍ କରାଯାଇସି। ତ ସେ ଦିନେ ଛୁଟି ବି ଥିସି ସବକଟା। ହେତିର୍ଲେ ହେଦିନେ ଯେନ୍ ଟେଷ୍ଟ କ୍ରିକେଟ୍ ଖେଲା ହେସି କି ଜାଣା ଖେଲା ହେସି ସେଟା ବକ୍ସିଂ ଡେ ଟେଷ୍ଟ କୁହାଯାଏ। ଗଲା ମାସର କ୍ରିକେଟ୍ ୱାର୍ଲ୍ଡ କପ୍ ନୁ ତ ବାହାରୁ ନେଇ ବାହାରି ଥାଇ ତାଲି ଆମେ ତ ବାହାରି ନାଇଁ ପାରୁଥାଇ। ହେତିର୍ଲାଗି ଆମ୍କେ କ୍ରିକେଟ୍ ଦେଖ୍ବାକେ ବି ଭଲ୍ ନାଇଁ ଲାଗୁଥାଇ। କେତେ ଆଶା ରଖିଥିଲୁ ଇ ଟେଷ୍ଟ କ୍ରିକେଟ୍ନେ କିଛି ଗୋଟେ ଭଲ୍ କର୍ବେ, ଜିତ୍ବେ, ମାନେ ଆମର୍ ଫ୍ୟାନ୍ସ ମାନକର୍ ମନ୍କେ ଖୁସି ଦେବେ। କିଛି ଫରକ୍ ବି ନାଇଁ ପଡ଼ୁଥାଏ। ଆମେ ଇଟା ଆଗ୍ନୁ ଯେନ୍ T20 ଇଟା ମାନେ ଖେଲୁଥିଲେ, ଆମେ କାଇଁଥିଲାଗି ବେଲେ ଆମେମାନେ ଯେନ୍ ଟାଇମ୍ର ଲୋକ୍, ଆମେମାନେ ହେଲା ବିରାଟ ଦାଦା ଆରୁ ରୋହିତ ଦାଦାର ଫ୍ୟାନ୍ ମାନେ ଆମେମାନେ। ସେମାନେ ନାଇଁ ଖେଲ୍ଲେ ଆମର୍ ଲାଗି କିଛି ବି ମାନେ ଯେତେ ବି ବଡ଼୍ କ୍ରିକେଟ୍ ହେଇଯାଉ ଆମେମାନେ ଦେଖୁ ନାଇଁ କି ମଜା ବି ନାଇଁ ଆସେ ଆପକେ। ସେଟା ମାନେ ତମେମାନେ ବି ଠିକ୍ସେ ଜାନିଛ ଭାଇମାନେ, ବୁଝ୍ଲ କି ନାଇଁ। ମୁଇଁ ଆର୍ ତମ୍କେ କାଣା କହେମି ଆରୁ। ଛାଡ଼ ଯାହା ତ କଲେ ଏବେ ଆଗ୍କେ ବଢ଼୍ମା, ଆମେ ଆଗ୍କେ ଡିସ୍କସନ୍ କର୍ମା ଆଗ୍କେ କେନ୍ତା କାଣା ହେଲା। ମାନେ ଡେ 1 ଠାନୁ ଫାର୍ଷ୍ଟ ଦିନ୍ ଠାନୁ ଲାଷ୍ଟ ଦିନ୍ ହାର୍ଲା ପତେ କେନ୍ତା ହେଲା କାଣା, ଆମେ ସେ ବିଷୟରେ ଟିକେ ଡିସ୍କସନ୍ କର୍ମା। ମାନେ ଫାର୍ଷ୍ଟ ଦିନ୍ ଯେତେବେଲେ ମାନେ ଟସ୍ ଷ୍ଟାର୍ଟ ହେବାର୍ ଥିଲା, ଟସ୍ ବି ନେଇ ହେଇପାର୍ଲା ଟାଇମ୍ ଟୁ ଟାଇମ୍। କାଇଁଥିଲା ମାନେ ସେନେ ବର୍ଷା ହେଇଥିଲା ଯେନ୍ ଫିଲ୍ଡ ଯେନ୍ ଓଲ୍ ହେଇଥିଲା, ସେ ଓଲ୍ ଶୁଖ୍ବାର୍ ଲାଗି ବି ଟାଇମ୍ ଲାଗ୍ଲା। କିଛି ଟାଇମ୍ ଗଲା ପରେ ଯେତେବେଲେ ମାନେ ଟସ୍ ହେଲା ପରେ ରୋହିତ ଦାଦାର ତ ତାକର୍ କିସ୍ମତ୍ ଖରାପ୍, ଆଜି ଟସ୍ ବି ହାରିଗଲେ। ମ୍ୟାଚ୍ ବି ତ ହାରିଚନ୍, ଇଟା ହାରିଚନ୍, ମାନେ ଟସ୍ ବି ଆଗ୍ନୁ ହାରି ଯାଇଥିଲେ। ଟସ୍ ହାର୍ଲା ପରେ ମାନେ ଟିମ୍ ବାବୁମା ଟସ୍ ଜିତ୍ଲେ। ଟସ୍ ଜିତିକରି ଦୁଇ ଲୋକର ସ୍କ୍ୱାଡ଼୍ ଡିକ୍ଲେୟାର କଲେ। ଯେମାନେ କ୍ରିକେଟ୍ ତ ଭଲ୍ସେ ଦେଖ୍ସନ୍ ସେମାନେ ଜାନିଛନ୍ କି ମାନେ ଆମର୍ ଟେଷ୍ଟ ସ୍କ୍ୱାଡ଼୍ରେ ମାନେ ଚେତେଶ୍ୱର ପୂଜାରା ଆର୍ ଆଜିଙ୍କ୍ୟ ରାହାନେ କେତେ ଇମ୍ପୋର୍ଟାଣ୍ଟ। ହେଲେ ଇ ବକ୍ସିଂ ଡେ ଟେଷ୍ଟ ଲାଗି ଚେତେଶ୍ୱର ପୂଜାରା ଆର୍ ଆଜିଙ୍କ୍ୟ ରାହାନେକେ ରିପ୍ଲେସ୍ କରାଯାଇଛେ। ତାକର୍ ଏଗନେଷ୍ଟ୍ରେ ମାନେ ଟେଷ୍ଟ ସ୍କ୍ୱାଡ଼୍ ଡିକ୍ଲେୟାର କଲେ ରୋହିତ ଶର୍ମା କି ଓପନିଂ ଯୋଡ଼ିରେ ଆସ୍ବେ ୟଶସ୍ୱୀ ଜୟସ୍ୱାଲ୍ ଆର୍ ରୋହିତ ଶର୍ମା ନିଜେ। ତାର୍ ଫାର୍ଷ୍ଟ ଡାଉନ୍ ଦିଆଗଲା ଶୁଭମନ୍ ଗିଲ୍କେ। ଶୁଭମନ୍ ଗିଲ୍ ପରେ ତାପରେ ବ୍ୟାଟିଂ କରିବେ ବିରାଟ କୋହଲି, ଯେନ୍ କି ଆମର୍ ମାନେ ପୁରା ଦିବାର୍ ଭଲିଆ ଖେଲ୍ବେ ଠିଆ ହେଇକରି ସେନେ। ତାପରେ ତାକର୍ ତଲ୍କେ ଖେଲ୍ବେ ଆମର୍ ଶ୍ରେୟସ୍ ଆୟର୍ ପରେ ତାକର୍ ପରେ ୱିକେଟ୍ କିପର୍ ରହିବେ ଆମର୍ KL ରାହୁଲ୍ ପରେ ଗୁଟେ କାଇଁଥିଲା ବେଲେ ପିଚ୍ ଇଟା ଆମର୍ ପେସର୍ ମାନକର୍ ଲାଗି ପିଚ୍, ସେଥିର୍ଲାଗି ଗୁଟେ ଏକା ସ୍ପିନର୍ ଖେଲାଯିବା। ଅଶ୍ୱିନ୍ ଜାଗାନେ ଆମର୍ ରବୀନ୍ଦ୍ର ଜାଡ଼େଜା ଖେଳିଥିତେ, ହେଲେ ତାଙ୍କ ପର୍ସନାଲ୍ କିଛି ଇଞ୍ଜୁରୀ ଲାଗି ସେମାନେ ନାଇଁ ଖେଲି ପାର୍ଲେ। ତ ସେ ଜାଗାନେ ଆମର୍ ଖେଲ୍ଲେ ଅଶ୍ୱିନ୍ ପରେ ତାପରେ 4ଟା ପେସର୍ ଖେଲା ଯାଉଛେ। ପେସର୍ ଜାଗାନେ ଗୁଟେ ଅଛନ୍ ଶାର୍ଦୁଲ୍ ଠାକୁର୍, ଆଉ ଗୁଟେ ଜସ୍ପ୍ରୀତ୍ ବୁମ୍ରା, ଆର୍ ଗୁଟେ ମହମ୍ମଦ ସିରାଜ, ଆର୍ ଗୁଟେ ହେଲେ ଆମର୍ ନୂଆ ଯେନ୍ ଡେବ୍ୟୁଟାଣ୍ଟ ଅଛନ୍ ସେଟା ହେଲେ ପ୍ରସିଦ୍ଧ କ୍ରିଷ୍ଣା। ଡେବ୍ୟୁ କେପ୍ ପ୍ରସିଦ୍ଧ କ୍ରିଷ୍ଣାକେ ଆମର୍ ବୁମ୍ରା ଭାଇ ଦେଲେ ସେମାନ୍କେ ଆର୍ ସ୍ୱାଗତ୍ କରାଗଲା। ଦେଖୁଁ ହେଲେ ଡେବ୍ୟୁନେ କିଛି ବି ଫରକ୍ ନାଇଁ ପଡ଼ି, ସେମାନ୍କେ କିଛି ମାନେ ବେଶୀ କିଛି ଫରକ୍ ନାଇଁ ପକେଇ ପାରି ପ୍ରସିଦ୍ଧ କ୍ରିଷ୍ଣା। ତାପରେ ଆମର୍ ତ ବାବୁମା ତାଙ୍କର୍ ଟେଷ୍ଟ ସ୍କ୍ୱାଡ଼୍ ଡିକ୍ଲେୟାର କରିଦେଲେ। ତାଙ୍କର୍ ଠାନେ ବି 2ଟା ଡେବ୍ୟୁଟାଣ୍ଟ ଥିଲେ। ଗୁଟେ ହେଲା ନାନ୍ଦ୍ରେ ବର୍ଗର୍କେ ସବୁ ଲୋକ୍ ଖାଏସନ୍ ବୋଲ୍ସନ୍, ଇନେ କେନ୍ତା ଇମାନେ ଖେଲଉଚନ୍ ଯେ କିଛି ଜାନି ନାଇଁ ହେବାର୍, କେନ୍ ଖାଇ ଖୁଆ ଦେବା ବେଲେ ତାପରେ ସର୍ଲା କଥା। ତାପରେ ଆର୍ ଗୁଟେ ଯେନ୍ ଅଛନ୍ ଡେବ୍ୟୁଟାଣ୍ଟ, ସେମାନେ ଡେଭିଡ୍ ବକିଂହମ୍। ତ ଚାଲୁନ୍ ଏବେ ଆଗ୍କେ ଯାଇକରି ଆଗର୍ ମ୍ୟାଚ୍ କେନ୍ତା ହେଲା କାଣା ଡିସ୍କସନ୍ କର୍ମା ସେ ବିଷୟରେ। ତ ଟେଷ୍ଟରେ ଫାର୍ଷ୍ଟ ଦିନ ମାନେ ଓପନିଂ କର୍ବାର୍ ଲାଗି ଆଇଲେ ଆମର୍ ୟଶସ୍ୱୀ ଜୟସ୍ୱାଲ୍ ଆର୍ ରୋହିତ ଶର୍ମା। ୟଶସ୍ୱୀ ଜୟସ୍ୱାଲ୍ ତ ଖୁବ୍ ଖୁସିନେ ଧାଇଁ ଟେକି କରି ଆଇଥିଲେ, ହେଲେ କିଛି ମାନେ ବେଶୀ କିଛି କରି ନାଇଁ ପାରି, ବୁଝ୍ଲ କି ନାଇଁ। 17 ବଲ୍ରେ 37 ରନ୍ ପିଟ୍ଲେ। ମାନେ ଗୁଟେ ଅଫ୍ ଷ୍ଟମ୍ପ ଆଉଟ୍ସାଇଡ଼୍ ବଲ୍ରେ ମାନେ ଜଷ୍ଟ ଦେଖଉ ବେଟ୍ନେ ବାଜିକରି କ୍ୟାଚ୍ ଆଉଟ୍ ହେଇଗଲେ। ତାପରେ ରୋହିତ ଶର୍ମା ବି କିଛି ବଲ୍ ଖେଲ୍ଲେ, 5 ରନ୍ 14 ବଲ୍ରେ 5 ରନ୍ କରିକରି ସେମାନେ ବି ମାନେ ନିଜର୍ ଫେଭରାଇଟ୍ ବ୍ରେଡ୍ ଆଣ୍ଡ୍ ବଟର୍ ସଟ୍ରେ ମାନେ ପୁଲ୍ ସଟ୍ ମାରୁ ମାନେ ବାଉଣ୍ଡ୍ରିରେ କ୍ୟାଚ୍ ହେଇକରି ଆଉଟ୍ ହେଇଗଲେ। ତାପରେ ଦିଲ୍ ହେଇଥିଲେ ଆମେ ଯେନ୍ ମାନେ ଇ ବର୍ଷ କିଛି ଭଲ୍ ପାରି ଦେଖିକରି ଗିଲ୍କେ ଦିଲ୍ ଦେଇଥିଲା। ସେଇ ଗିଲ୍ ବି ଆମର୍ ଦିଲ୍ ଭାଙ୍ଗିଦେଲେ। ମାନେ ଗିଲ୍ ବି ବେଶୀ କିଛି ନାଇଁ, 12 ବଲ୍ରେ 2 ରନ୍ ପିଟିକରି ଗଲେ, ଆଉଟ୍ ହେଇଗଲେ। ଆଉଟ୍ ହେଲା ପରେ ତାପରେ ଆମର୍ ମନେ ଗୁଟେ ଅଲ୍ଗା ପ୍ରକାର ଖୁସି ଭରିଗଲା କି ଆମର୍ ବିରାଟ୍ ଦାଦା ଆଇବେ, ଖୋବ୍ ଗୁଦା ପିଟ୍ବେ,
ଆର୍ ଗୁଟେ 100 ପିଟବେ 100 ପିଟଲେ ଆମେ ମାନେ ଖୁସି ହେମୁ ଡେଗମୁ ନାଚମୁ କେତେ କଥା ଭାବିଥିଲୁ। ହେଲେ ବିରାଟ ଦାଦା ବି ମାନେ ବେଶୀ କିଛି ନାଇଁ କରିପାରି 64 ବଲ୍ରେ 38 ରନ୍ କରି କରି ଗୁଟେ ରବାଡ଼ାର ମାନେ ଅଫ୍ ଷ୍ଟମ୍ପ ଆଉଟସାଇଡ୍ ବଲ୍ରେ ମାନେ ଯେନ୍ଟା ତାଙ୍କର ମାନେ ଗୋଟେ କମଜୋରୀ ବଲ୍ ସେ ବଲ୍ନେ ସେମାନେ ମାନେ ଅଫ୍ ଷ୍ଟମ୍ପ ଆଉଟସାଇଡ୍ ବଲ୍ରେ ଟିକେ ପିଟି କରି ମାନେ ଟିକେ ବେଟ୍ ଦେଖେଇଦେଲେ ତ ସାଇଡ୍ ନେ ବାଜି କରି ଆଉଟ୍ ହେଇଗଲେ ସେମାନେ ବି କେଚ୍ ଆଉଟ୍। କେଚ୍ ଆଉଟ୍ ହେଲା ପରେ ଆମର ଆର୍ କାଣା ଆମର ଭଲିଆ ଯେନ୍ ଫ୍ୟାନ୍ସ ମାନେ ଅଛୁଁ ବିରାଟ ଦାଦାର ଫ୍ୟାନ୍ସ ରୋହିତ ଦାଦାର ଫ୍ୟାନ୍ସ ମାନେ ଆମେ ମାନେ ସେମାନେ ଗଲେ ଆର୍ କାଣା ଆସ୍ ଛାଡ଼ିଦେବାର୍ଟା ନାଇଁ ଆର୍ ଜିତମୁ କି କାଣା ବୋଲି ଆମର ଆସ୍ ନାଇଁ ଥାଏ ନା ବୁଝିଲ କି ନାଇଁ। ତ ତାପରେ ଆସ୍ ଛାଡ଼ିଦେନୁ। ତାପରେ ଆମର ୟଙ୍ଗ ବ୍ୟାଟ୍ସମ୍ୟାନ୍ ଷ୍ଟାଇଲିଶ ଶ୍ରେୟସ ଅୟ୍ୟର କାଣା ତାଙ୍କର କଥା କାଣା କହିମା ଆରୁ ସେମାନେ ବି ଆସିଲେ ଖେଳିଲେ ଟିକେ ଠୁକ୍ ଠାକ୍ ଖେଳିଲେ ମାନେ 30-31 ରନ୍ ବନାଲେ 50 ବଲ୍ରେ ସେମାନେ ବି ଘରକେ ପଲାଲେ। ତାପରେ ଏତ୍କିନେ ମାନେ ଆମର କେଏଲ୍ ରାହୁଲ ଭାଇ ଆଇଲେ। କେଏଲ୍ ରାହୁଲ ଭାଇ କାଣା କହିମି ସେମାନେ ମାନେ ଇଞ୍ଜୁରୀ ପରେ ମାନେ ଆମର କମବ୍ୟାକ୍ କରି କରି ୱାର୍ଲ୍ଡ କପ୍ ନେ ଯେନ୍ ପ୍ରକାର ମ୍ୟାଚ୍ ଖେଲିଚନ୍ ମାନେ ପ୍ରଶଂସା କରବାକେ ପଡ଼୍ବା ତାଙ୍କର ମାନେ କାଣା କହିମି ଆରୁ କିଛି ଟୁଣୁ ନାଇଁ ବାହାରିବାର୍ ମାନେ ପ୍ରଶଂସନୀୟ ସେମାନେ ବହୁତ ବଢ଼ିଆ ଖେଲିଛନ୍। ତା ଟେଷ୍ଟରେ ବି ଭଲ୍ କରିଛନ୍ ମାନେ ଫାଷ୍ଟ ଆସିଲେ ବହୁତ ମାନେ ଜଗି ରଖିକରି ଖେଳିଲେ ବହୁତ ପେସେନ୍ସର ସହିତ ଖେଳିଲେ। ପେସେନ୍ସର ସହିତ ଖେଲିକରି ଫାଷ୍ଟ ଡେ ସେ ଭିତରେ ଫାଷ୍ଟ ଡେ ଷ୍ଟମ୍ପ ହେଇଗଲା। ଷ୍ଟମ୍ପ ହେଇଗଲା ପରେ ତାର ଆରକର ଦିନେ ଆସିକରି ଆର୍ ଥରେ ମାନେ ଭଲ୍ ଶତକ ଗୁଟେ ମାରିଛନ୍ ସେମାନେ ମାନେ ଶତକର ଲାଗି ବହୁତ ସାରା ତାଲି ସେମାନଙ୍କର ଲାଗି ଭାବିଥିଲା ବହୁତ ସାରା ରନ୍ ପିଟବେ ସେମାନେ ବି ଆମର ଅଶ୍ୱିନ ତ ଆମେ ଜାଣିଛୁ ଯେ ଗୋଟେ ଭଲ ଅଲରାଉଣ୍ଡର ମାନେ ଲାଷ୍ଟ ଯେନ୍ ଆମର ବଲର ଗାଭାସ୍କର ଟ୍ରଫିରେ କେତେ ବଢ଼ିଆ ଗୋଟେ 50 ମାରିଥିଲେ। ତ ସେଇ ସାଙ୍ଗେ ଆମେ ଜାଣିଛୁ ଯେ ଅଶ୍ୱିନ ଭଲ ଖେଳିବେ ହେଲେ ସେମାନେ ବି ନାଇଁ ଖେଳି ପାରିଲେ କାହିଁଥିଲା ବେଲେ ଏଇ ଯେନ୍ ସାଉଥ ଆଫ୍ରିକା ପିଚ୍ ନା ବହୁତ ଟର୍ଣ୍ଣିଂ ପିଚ୍ ମାନେ କେନ୍ ବି ବ୍ୟାଟ୍ସମ୍ୟାନ୍ ଆସିକରି ଏତେ ଜଲ୍ଦି ଏତେ ଭଲ ନାଇଁ ଖେଳିପାରେ। ତ ଏଇ ହିସାବରେ ଆର୍ କିଏ ବି ମାନେ ଯେନ୍ ରହିଲେ ଆମର ବୁମରା ଠାକୁର ସିରାଜ ଇମାନେ ତ ପ୍ରପର ବୋଲର ମାନେ ଭାଇ ଇମାନେ କାଣା ଖେଳିବେ ତ ଇମାନେ ଏନ୍ତା କିଛି ସାଥ ନାଇଁ ଦେଇପାରି 10-20 5-6 ରନ୍ କରି କରି ସବୁ ଆଉଟ୍ ହେଲେ। ଆଉଟ୍ ହେଲା ପରେ ମାନେ ଇଣ୍ଡିଆର ସ୍କ୍ୱାଡ଼ ମାନେ ଇଣ୍ଡିଆ ପୁରା ଅଲ୍ ଆଉଟ୍ ହେଇଗଲା 245 ନା ପୁରା ଅଲ୍ ଆଉଟ୍ ମାନେ 67 କେତେ ବୋଲସନ୍ ଆର ସମ୍ବଲପୁରୀ ନେ 245 ରନ୍ ଅଲ୍ ଆଉଟ୍ ହେଇଗଲେ। ତାପରେ ଆମର ସାଉଥ ଆଫ୍ରିକା ବାଲେ ଆଇଲେ ଭାଇ ଆଇଲେ ତ ଆଇଲେ ଯେନ୍ ଧୁଇଚନ୍ ଡେଲ୍ ଏଲଗାର ବାପରେ ବାପ ଡେନ୍ ଏଲଗାର ତ ଭାଇ 2 ଦିନ ପତେ ଖେଲିଛି 185 ରନ୍ ପିଟଲା ଭାଇ ପିଟି ସବକେ ମାନେ ଗୋଡ଼ ହାତ ଭାଙ୍ଗି ଦେଇଛି। ସାଉଥ ଆଫ୍ରିକା ଆଡ଼େ ବି କେନ୍ ସବୁ ବ୍ୟାଟ୍ସମ୍ୟାନ୍ ଏନ୍ତା କିଛି ଭଲ୍ ନାଇଁ ଖେଲି ବାସ୍ ସେମାନଙ୍କର 2ଟା କି 3ଟା ବ୍ୟାଟ୍ସମ୍ୟାନ୍ ଏକା ଭଲ୍ ଖେଳିଲେ ସେ ଭିତରୁ ହେଲା ଡେନ୍ ଏଲଗାର ଯିଏକି ମାନେ 185 ରନ୍ ପିଟଲେ 287 ବଲ୍ରେ 185 ରନ୍ ପିଟଲେ। ତାପରେ ତାଙ୍କର ଯେନ୍ ଡେବ୍ୟୁଟାଣ୍ଟ ରହିଲେ ଆମର ଡେଭିଡ୍ ବକିଂହମ୍ ସେମାନେ ଫାଷ୍ଟ ଡେବ୍ୟୁ ମ୍ୟାଚ୍ରେ ଏକା ମାନେ ମସ୍ତ 50 ଗୁଟେ ମାରଲେ। ଆର୍ ଯେନ୍ ରହିଲେ ଯେନ୍ ଆମର ମାର୍କୋ ଜେନସନ୍ ଯାକେ ଆମେ ଅଲରାଉଣ୍ଡର ହିସାବରେ ଜାନସୁଁ ସେମାନେ ମିଶିକରି ଆମର ଡେନ୍ ଏଲଗାର ସାଙ୍ଗେ ମିଶିକରି ଭଲ୍ ଗୋଟେ ପାର୍ଟନରସିପ୍ ବନାଲେ ଏନ୍ତା ମାନେ ସାଉଥ ଆଫ୍ରିକା ବୋଲିଂ କଲା ଭିତରେ ଆମର ବୁମରା ଭଲ୍ ସାବିତ ହେଲେ ମାନେ ଭଲ୍ ୱିକେଟ୍ ନେଲେ 4 ୱିକେଟ୍ ମାନେ 26 ଓଭର ଡାଇରେକ୍ଟ ପକେଇ କରି 4 ୱିକେଟ୍ ନେଲେ। ସିରାଜ 2 ୱିକେଟ୍ ନେଇଥିଲେ। ସିରାଜ ଆମର 24 ଓଭର୍ନେ 2 ୱିକେଟ୍ ନେଲେ ବାକି ସବୁ ଗୋଟେ ୱିକେଟ୍ ମାନେ ଠାକୁର ପ୍ରସିଦ୍ଧ କ୍ରିଷ୍ଣା ଆର୍ ଅଶ୍ୱିନ ବାସ୍ ଖୁସ୍ ହେଇଗଲେ। ହେଲେ ଆମର ଖୁସି କିଏ ଜାନୁଛେ ମାନେ ଏନ୍ତା ହାରିକରି ଏନ୍ତା ମାର୍ ଖାଇକରି ଲାଷ୍ଟକେ ଏନ୍ତା ହାରିଯିମୁ ବୋଲି ଆମର ଦୁଃଖର କଥା କିଏ ଜାନବା। ତାପରେ ଏନ୍ତା କରି 10 ୱିକେଟ୍ ନେ 408 ରନ୍ ପିଟିକରି ଅଲ୍ ଆଉଟ୍ ହେଇଗଲେ ସାଉଥ ଆଫ୍ରିକା। ତାପରେ ଆର୍ ଥରେ ମାନେ ଇଣ୍ଡିଆକେ ଦିଆଗଲା କି ତମେ ଆସ ଆର୍ ଖେଲ ତମେ କେନ୍ତା କରୁଛ ଦେଖୁଁ ତାପରେ ଆମେ ଆର୍ ଥରେ କରମୁ। ତାପରେ ଥାର୍ଡ଼ ଡେରେ ଆର୍ ଥରେ ବ୍ୟାଟିଂ ଆସିଗଲା ଇଣ୍ଡିଆର ଆମେ ଭାବୁଥିଲୁ ନାଇଁ ମାନେ ଛାଡ଼ ଫାର୍ଷ୍ଟ ଡେରେ ଯାହା କିଛି ହେଲା ଯେନ୍ତା ଆଉଟ୍ ହେଇଗଲେ ଥାର୍ଡ଼ ଡେରେ ତ କମ୍ ବ୍ୟାକ୍ କରବେ କିଛି ଗୋଟେ ମାରବେ ଆମର ରୋହିତ ଦାଦା ଅଛନ୍ ସେମାନେ ବି କେନ୍ତା ଭଲ୍ ଖେଲସନ୍ ଶୁଭମନ ଗିଲ୍ ଯାହାକେ ଆମେ ଦିଲ୍ ଦେଇଛୁ ସେମାନେ ବି କିଛି କରି ଦେଖାବେ ହେଲେ କିଛି ନେଇ ମନକର ହାତେ କିଛି ନେଇ ଶୁଖୁଆ ନେଇ ପୁଡ଼େ ବୁଝିଲ କି ନାଇଁ ଶୁଖୁଆ ନେଇ ପୁଡ଼େ କିଛି ନେଇ କରିପାରନି ମାନେ ଫାର୍ଷ୍ଟ ରାଉଣ୍ଡରେ ଯେନ୍ତା ମାନେ ଫାର୍ଷ୍ଟ ଡେରେ ଯେନ୍ତା ଆଇଥିଲେ ସେନ୍ତା ରୋହିତ ଶର୍ମା ଆରୁ ୟଶସ୍ୱୀ ଜୟସୱାଲ ଖେଲବାକେ ଆଇଲେ। ରୋହିତ ଶର୍ମା ବି 0 ନେ ଗଲେ ୟଶସ୍ୱୀ ଜୟସୱାଲ ବି 5-6 ରନ୍ ପିଟିକରି ପଲାଲେ। ଗିଲ୍ ବି ତାଙ୍କର ପଛେ ଆସିକରି ପଛେ ମାନେ ଧାଇଁ ପଲାଲେ ମାନେ କିଏ କିଛି ଖେଲବାର୍ ମୁଣ୍ଡ ନାଇଁ ଆସୁଛନ୍ ଠୁକ୍ ଠାକ୍ ଖେଲୁଛନ୍ ପଲଉଛନ୍
ଭାଇ କିଛି ତ କର ରେ 5-10 ରନ୍ ହେଲେ ପିଟ। ବିରାଟ କୋହଲି ଏକଲା କେତେ ପିଟବା କେତେ ଖେଲାବା ସବକେ? ହେଁ ତାପରେ ବି ତାକେ ବୋଲୁଛ ଯେ ଆମେ ମାନେ T20 ୱାର୍ଲଡ କପ୍ ନା ନାଇଁ ଖେଲୁ। ଭାଇ ବିରାଟ କୋହଲି ହେଟା ବିରାଟ କୋହଲି ନାଇଁ ଖେଲଲା ବୋଇଲେ ମ୍ୟାଚ୍ ଏକା ନାଇଁ ଦେଖନ୍ କିଏ? ବୁଝୁଛ କି ନାଇଁ BCCI? ଜୟ ଶାହା ଶୁଣୁଛ ତ ଭାଇ? ଦାଦା ବଡ଼ଖା ଦାଦା ବିରାଟ କୋହଲି ନାଇଁ ଖେଲଲେ ମାନେ କ୍ରିକେଟ ଏକା କିଏ ନାଇଁ ଦେଖେ। ବୁଝଲ? ତାପରେ ଥାର୍ଡ ଡେ ଟେଷ୍ଟ ମ୍ୟାଚ୍ ନା ଆର ଥରେ ବିରାଟ କୋହଲି ଏକା ମାନେ କିଛି କରିବେ ବୋଲି ତାଙ୍କର ଉପରେ ଏକା ଦାରୋମଦାର ସବୁ ରହିଲା ମାନେ ସବୁ ସବକର ଆଶା ସେମାନଙ୍କର ଉପରେ ରହିଲା ହେଲେ ବିରାଟ କୋହଲି ବହୁତ ଲଢ଼ିଛନ୍। ବିରାଟ କୋହଲି ବହୁତ ମାନେ ସଂଘର୍ଷ କରିଛେ ବହୁତ ଲଢ଼ିଛେ ଏଇ ମ୍ୟାଚ୍ ନେ ଥାର୍ଡ ଡେ ନେ ଯେନ୍ ଯେନ୍ 76 ରନ୍ ଯେନ୍ ପିଟିଛେ ଭାଇ ଯେନ୍ ଭିଡ଼େ ବୁଝିଲ କି ନି ତାର ସାଙ୍ଗେ ମାନେ ତାର ଅପୋଜିସନ୍ ଯେତେ ବ୍ୟାଟ୍ସମ୍ୟାନ୍ ଥିଲେ ଆସୁଥିଲେ ଆର୍ ଯାଉଥିଲେ ଖାଲି ଆସୁଥିଲେ ଆର୍ ଯାଉଥିଲେ କିଛି ମାନେ ମତଲବ ଏକା ନାଇଁ ଥାଏ ସେମାନକେ ଖେଲ୍ ସାଙ୍ଗେ ନାଇଁ ଖେଲବାର୍ ଅଛେ କାଣା ଭାଇରେ କାଇଁ ଥିଲେ ଖେଲୁଛ ତମମାନେ କିଛି ତ ଇଜ୍ଜତ ଗୁଟେ ବଚ ଆମର୍। ହେଁ ବାହାରକେ ଯାଉଛ ଖେଲିକରି ଆସୁଛ କିନ୍ତୁ 10 ରନ୍ ଗୁଟେ ପିଟିକରି ଆସ 10 ରନ୍ ନେଇ ପିଟି ପାର ତମେ। ହେଁ ପ୍ରାକ୍ଟିସ୍ କର ଏ ରନ୍ ପିଟବାର୍ ଲାଗି ପ୍ରାକ୍ଟିସ୍ କର ଘଣ୍ଟେ ପ୍ରାକ୍ଟିସ୍ କର 2 ଦିନ 3 ଦିନ 4 ଦିନ 5 ଦିନ ସବୁଦିନ ପ୍ରାକ୍ଟିସ୍ କରୁଥ। ହେଲେ ରନ୍ ପିଟିକରି ଆସ ହାର ନେଇ କେନେ ତମେ। ତମେ ହାରିଗଲେ ଭାଇ ଆମର କଲିଜା ଫାଟି ଯାଉଛେ ବୁଝିଲ କି ନାଇଁ? ଆମେ ପ୍ୟାର କରୁଛୁ ଇଣ୍ଡିଆକେ ଏତେ ସାରା ଲୋକ ଦେଖୁଛୁ ବୁଝିଲ କି ନାଇଁ? ତମର ଯେନି ହାର ଆମେ ବରଦାସ୍ତ ନାଇଁ କରିପାରବା। ଯାହା ତ ହେଇଥିଲା ହେଇଥିଲା ଆମେ ୱାର୍ଲଡ କପ୍ ହାରନୁ ମାନେ ଉଭୁରେଇ ନାଇଁ ପାରୁଥାଇ। ଭାବୁନୁ ତାପରେ ଆମର ବିରାଟ କୋହଲି ରୋହିତ ଶର୍ମା ଆମର ଯେନ୍ ପୁନା ବୁମରା ଫୁମରା ସବୁ ଆଇବେ ଆରୁ ଟେଷ୍ଟ ନେ କିଛି ଗୋଟେ କରାମତି ଦେଖେଇ କରି ଯିବେ। ହେଲେ ବି ତମେ ଲାଷ୍ଟ କେନ୍ତା ହାରିଗଲ। ଛାଡ଼ ମନ ଦୁଃଖ ତ ହେଲା ଯାହା ହେଲା ଛାଡ଼ ଖେଲ୍ ନେ ହେସି ହାର ଜିତ୍ ହେସି। ଆମେ ବି ବୁଝୁନୁ ଫାର୍ଷ୍ଟ ଟେଷ୍ଟ ନେ ହାରିଗଲ ଭାଇ ସେକେଣ୍ଡ ଟେଷ୍ଟ କହିଦଉଛେ ରୋହିତ ଶର୍ମା ବିରାଟ କୋହଲି ତମେ ଦୁଇ ଲୋକ ଏ ସାନ ପିଲା ମାନକେ କେନ୍ତା ଖେଲାବ କାଣା କରବ ନେଇ ଜାନୁ ଆମେ ବୁଝିଲ କି ନାଇଁ? ହେଲେ ସେକେଣ୍ଡ ଟେଷ୍ଟ ମ୍ୟାଚ୍ ଜିତବାର ଅଛେ ଭାଇ। ଆମେ ବି ବାହାରକେ ଯାଇଛୁ ଆମର ବି ଇଜ୍ଜତ ରହିବାର ଅଛି। ହଉ ଚାଲ ଏନ୍ତା ହେଲେ ଫାର୍ଷ୍ଟ ଟେଷ୍ଟ ତ ଏନ୍ତା ହେଲା ମାନେ ଭଲସେ ତମକେ ବି ମାନେ ମୁଇଁ ଆନାଲିସିସ୍ କରି ନାଇଁ କହିପାରି କାଇଁ ଥିଲେ ବେଲେ ଟେଷ୍ଟ ମାନେ ଆରମ୍ଭିକର ସରିଗଲା ପରେ ମୁଇଁ ଭିଡ଼ିଓଟା ବନଉଛେ। ତ ଏବେ ଆଗକେ ଠାନୁ ଆମେ ମାନେ ଡେଲି ରେଗୁଲାର ଭିଡ଼ିଓ ବନାମା ରେଗୁଲାର ମାନେ ଗୋଟେ ନ୍ୟୁଜ୍ର ଅପଡ଼େଟ୍ ଆନିକରି ଆସ୍ମା ଆମର ସମ୍ବଲପୁରିଆ ଥାନେ। ତ ଆମର ଯେନ୍ ସମ୍ବଲପୁରୀ ଫ୍ୟାନ୍ସ ମାନେ ରହୁଛନ୍ କ୍ରିକେଟ୍ ଫ୍ୟାନ୍ସ ମାନେ ସେମାନକେ ଭଲ ଲାଗ୍ବା ବୋଲି ଆଶା ମାନେ ଗୋଟେ ପ୍ରୟାସ ଚାଲୁ ରଖିଛେଁ। ଇ ମାସ୍କ ଲଗାବାର ମତଲବ ଇଟା ମାଇ ମାନେ ବୁଝିଲ କି ନାଇଁ ମାନେ ଫାର୍ଷ୍ଟ ଯେନ୍ ଗୋଟେ ବନାଲା ବେଲେ ମନେ ଗୋଟେ ଡର ନାଇଁ ଥିସି କେ ଲାଜ୍ ଥିସି ଡର ଥିସି ସେ ଡର ଲାଜ୍ଟା ଫିଟି ଯାଉ ଗୋଟେ ଦିନ ତ ଯେନ୍ ଦିନ ସେ ଡର ଲାଜ୍ ମାନେ ଫିଟିଯିବା ତମର ମାନଙ୍କର ତମେ ମାନେ କହିଲେ ମାନେ ଇ ମାସ୍କ ଉତରେଇ ଦେମା ତାପରେ ଆମର ଅସଲ ଚେହେରା ତମର ସାମ୍ନାକେ ଆନମା ବୁଝିଲ କି ନାଇଁ? ତ ଟିକେ ସପୋର୍ଟ କରନ୍ ଭିଡ଼ିଓ ଭଲ ଲାଗିଥିବା ବୋଲେ ଟିକେ ଲାଇକ୍ କରନ୍ ସବସ୍କ୍ରାଇବ୍ କରନ୍ ଆରୁ କେନେ କିଛି ମାନେ କମି ରହିଲା ବୋଲେ କମେଣ୍ଟ କରି ବତ କି ଆଗକେ ଯାଇକରି ଆମେ ଧୀରେ ଧୀରେ କଲା ପରେ ଯେନ୍ତା ସେ ଜିନିଷ ମାନକେ ଟିକେ ପରଫେକ୍ଟ କରିପାରମା ଭଲ କରିପାରମା। ତ ତମର ମାନଙ୍କର ଏନ୍ତା ସାଥ୍ ଥଉ ଭାଇ ସବସ୍କ୍ରାଇବ୍ କର ଆର୍ ଟିକେ ହେଲ୍ପ କର ଯେନ୍ତା ତମର ଗୋଟେ ସବସ୍କ୍ରାଇବ୍ ଲାଇକ୍ ନା ଆମକେ ଟିକେ ମତେ ଟିକେ ଭଲ ଲାଗ୍ବା ଭିଡ଼ିଓ ବନାବାର ଲାଗି କରେଜ୍ ଆସ୍ବା ବୁଝିଲ କି ନାଇଁ? ତ ବାସ୍ ଏତ୍କି କହିକରି ଜୟ ମା ସମଲେଇ ଆମେ ଜିମା ହେଲା ଥ୍ୟାଙ୍କ ୟୁ ଥ୍ୟାଙ୍କସ୍ ଫର୍ ୱାଚିଂ।